ତେବେ କ'ଣ କହିବି ମୁଁ ଭାବୁଛି, କୁଆଡ଼େ ଯିବି କ'ଣ କହିବି ଅଳ୍ପ ସମୟ ଭିତରେ। ଆଉ ମନେ କରନ୍ତୁ ଅଧଘଣ୍ଟା ନେଇପାରିବ। ଆଚ୍ଛା, ଏଇଠି ଗୋଟେ ଆକର୍ଷଣୀୟ ପ୍ରଶ୍ନ ରହୁଛି। ଯଦି ଏ ପୃଥିବୀରେ କେହି ନଥାନ୍ତେ, ନା ପୃଥିବୀ ନଥାନ୍ତା, ଆକାଶ ନଥାନ୍ତା, ଶୂନ୍ୟ 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 ବି ନଥାନ୍ତା, କିଛି ବି ନଥାନ୍ତା, କିଛି ବି, ନା ଈଶ୍ୱର, ନା ମଣିଷ, ନା ଆକାଶ, ନା ପୃଥିବୀ, ନା ଚନ୍ଦ୍ର, ନା ବାୟୁ, କିଛି ବି। ହ୍ୱାଟ୍ ହ୍ୟାପେନ୍? କ'ଣ ହେଇଥାନ୍ତା? କିଛି ବି ନଥାନ୍ତା। ମୁଁ କ'ଣ କହୁଛି ବୁଝିପାରୁଛନ୍ତି? ଟିକେ ଭିତରକୁ ଯାଆନ୍ତୁ। କିଛି ବି ନଥାନ୍ତା, ଗଭୀର ଚିନ୍ତନ କରନ୍ତୁ, ଭିତରକୁ ଯାଆନ୍ତୁ, ବହୁତ ଭିତରକୁ ଯାଆନ୍ତୁ। କିଛି ବି ନଥାନ୍ତା, ଏ ପୃଥିବୀଟା ନଥାନ୍ତା, ଛାଡ଼ନ୍ତୁ, କିଛି ବି ନଥାନ୍ତା। ନା ତାରକା, ନା ସୂର୍ଯ୍ୟ, ନା ଆକାଶ ଗଙ୍ଗା, ନା ଶୂନ୍ୟ, ନା ଭଗବାନ, ନା ମଣିଷ, କିଛି ବି ନଥାନ୍ତା। ଯଦି କ'ଣ ହେଇଥାନ୍ତା? ଆଉ ତା ପରୋକ୍ଷରେ କିଛି ବି ଅଛି, ସବୁ କିଛି ଅଛି। କେମିତି ଲାଗୁଛି? ହବାର ଆବଶ୍ୟକତା ଅଛି, ନା କିଛି ବି ନଥାନ୍ତା ତାର ଆବଶ୍ୟକତା ଅଛି? କିଏ କହିବେ ଟ୍ୟାଲେଣ୍ଟେଡ? ଗୁରୁଜୀ ଜୟ ଜୟ। ହଁ, ଜୟ ଜୟ। ଗୁରୁଜୀ ଏଇଟା ଠିକ ଅଛି ନା? ଏଇଟା ଠିକ ଅଛି, କିଛି ବି ଅଛି, ଠିକ ଅଛି ନା ନାଇଁ? ସଂସାର ଅଛି, ସୂର୍ଯ୍ୟ ଅଛି, ପୃଥିବୀ ଅଛି, ବାଇଗଣ ଚାଷ ଅଛି, ମୋଟର ସାଇକେଲ ଅଛି, ଉଡ଼ାଜାହାଜ ଅଛି, ନୁହେଁ କି? ପାଣିର ଆବଶ୍ୟକତା ଅଛି, ବର୍ଷା ଅଛି, ପବନ ଅଛି, ସାଇକ୍ଲୋନ ଅଛି, ସବୁ ଅଛି ଗୋଟେ ପକ୍ଷରେ। ତାମାନେ ଏଇଟା ଠିକ ଅଛି। ଯଦି କିଛି ବି ନଥାନ୍ତା, କିଛି ବି, ତାମାନେ କେହି ତ, କୌଣସି ଲୋକ କାହାକୁ ଦେଖିପାରିନଥାନ୍ତେ। ନା ଈଶ୍ୱର ସତ୍ତା, ନା ମଣିଷର ସତ୍ତା, ନା ପବନର ସତ୍ତା। ପୁଣି ଆହୁରି ଭିତରକୁ ଚାଲନ୍ତୁ, ଯିବା। ଯଦି କିଛି ଅଛି, କେବେଠୁ ଅଛି? କେବେଠାରୁ? ଏବେ ତ ନୁହେଁ, 50 ବର୍ଷ ତଳେ ବି ନୁହେଁ, 1000 ବର୍ଷ ତଳେ ବି ନୁହେଁ, 2000 ବର୍ଷ ତଳେ ନୁହେଁ, ଲକ୍ଷେ, ଅରବ, ଖରବ। ଯଦି କେବେଠାରୁ ଷ୍ଟାର୍ଟ ହେଲା, ତା ପୂର୍ବରୁ କ'ଣ ଥିଲା? କିଛି ନଥିଲା। ଯଦି 1000 ବର୍ଷ ଠାରୁ ଆରମ୍ଭ ହେଲା, କି ଲକ୍ଷେ ବର୍ଷ ଠାରୁ ଆରମ୍ଭ ହେଲା, ତା ପୂର୍ବରୁ କିଛି ନଥିଲା କି? କିଛି ବି ଥିଲା। ଅନୁମାନ ଯାହା ଆମେ କରୁଛୁ, କିଛି ବି ଥିଲା। କିଛି ବି ନଥିଲା ନୁହେଁ, ସବୁବେଳେ ମାନେ ତାର କିଛି ନାହିଁ, ଆର ମୂଳ ନାହିଁ। କେବେଠାରୁ ସୃଷ୍ଟି, ତାର ମୂଳ କିଛି ନାହିଁ, ଅଛି ଏମିତି ଅଛି। ମୁଁ ଭାବୁଛି ଏମିତି ଅଛି। ଗତ କେତେ ବର୍ଷ ଯଦି ଆମେ ଦେଖିବା, ଏଇଠୁ ଆରମ୍ଭ ହେଇଛି, ତା ନାହିଁ। ତାମାନେ ତା ପୂର୍ବରୁ କିଛି ବି ନଥିଲା। ଯେବେଠାରୁ ଆରମ୍ଭ ହେଲା କହୁଛନ୍ତି, ତା ପୂର୍ବରୁ ତାହେଲେ କିଛି ନଥିଲା। ତାମାନେ ସବୁ ଏବେ ଯାହା ଅଛି, ସେବେ ବି ଥିଲା। ତାହେଲେ ଆର ଗୋଟେ କିଏ ଯଦି ଥିଲା, ଆର ଗୋଟେ କିଏ ମାଷ୍ଟର ମାଇଣ୍ଡ ଥିବ କି ନାହିଁ? ମାଷ୍ଟର ମାଇଣ୍ଡ ମାନେ ଏ ସୃଷ୍ଟିର
ରଚନା କରିବା ପାଇଁ, ସୃଷ୍ଟିକି ନିୟନ୍ତ୍ରଣ କରିବା ପାଇଁ, ସୃଷ୍ଟିର ନିୟମ ତିଆରି କରିବା ପାଇଁ କିଛି ତ ଜଣେ କିଏ ଥିବ ମାଷ୍ଟର ମାଇଣ୍ଡ। ଆ ଭିତରକୁ ପ୍ରବେଶ କରିବା ଏ କୋଶ୍ଚିନ୍ ଭିତରକୁ ଟୁ ଡିଫିକଲ୍ଟ, ବହୁତ କଷ୍ଟ, ବହୁତ କଷ୍ଟ, ଗତିହୀନ। ମାନେ କେତେ ଯେ ଗତି କରିବ ତା ଭିତରକୁ, ତଥାପି ଜାଣିବା ବହୁତ କଷ୍ଟ ହେଇପଡ଼ିବ। କ'ଣ ନା ଆମର ସାଇକେଲ ଅଛି, କ'ଣ ନା ଆମର ଉଡ଼ାଜାହାଜ ଅଛି, କ'ଣ ନା ଆମର ମର୍ସିଡିଜ୍ ଗାଡ଼ି ଅଛି। ପ୍ରେଜେଣ୍ଟ କଣ୍ଡିସନକୁ ନେଇକି ଆମେ ଡିଲ୍ କରୁଛେ, ପ୍ରେଜେଣ୍ଟରେ ଛିଡ଼ା ହେଇଛେ ଆମେ। ତେଣୁ ଏଇ ଯେଉଁ ପ୍ଲାନିଂ କରିକିରି ଗୋଟେ ପୃଥିବୀ ପୃଷ୍ଠ ତିଆରି କରାଯାଇଛି, ଇଏ ଗୋଟେ ରଙ୍ଗଭୂମି, ଇଏ ଗୋଟେ ପେଣ୍ଡାଲ। ଏ ପେଣ୍ଡାଲକୁ ଯେମିତି କଳାକାର ଆସନ୍ତି ନାଚ କରିବା ପାଇଁ, ତାଙ୍କ ରୋଲ୍ କରିବା ପାଇଁ, ସେମିତି ତୁମକୁ ଏଠି କିଏ ନେଇ ଆସୁଛି, କେଉଁ ବେଶରେ ତୁମେ ଆସି ପଦାର୍ପଣ କରୁଛ। କିଏ ପୋଲିସ ରୋଲ୍ କଲାଣି ତ କିଏ ଚୋର ରୋଲ୍ କଲାଣି, କିଏ ସାଇଣ୍ଟିଷ୍ଟ ହେଲାଣି ତ କିଏ ଭିକାରୀ ହେଲାଣି, କିଏ ସ୍ତ୍ରୀ ହେଲାଣି ତ କିଏ ପୁରୁଷ ହେଲାଣି, କିଏ ସ୍ତ୍ରୀ ନୁହେଁ ତ ପୁରୁଷ ନୁହେଁ ଆଉ ଗୋଟେ ପାର୍ଟରେ ପଦାର୍ପଣ କରୁଛି, ଥାର୍ଡ ଜେଣ୍ଡର। ଗୋରୁ, ଗାଈ, ମଇଁଷି, ସାପ, କେତେ ସରୀସୃପ, କେତେ କୀଟ, କେତେ ପତଙ୍ଗ, କେତେ ଗଛ, କେତେ ବୃକ୍ଷରାଜ, କ'ଣ କ'ଣ ନାହିଁ ଏ ପୃଥିବୀରେ। ଦେଖନ୍ତୁ, କେଡ଼େ ବଡ଼ ସମୁଦ୍ର ଆଖି ପାଉନି, କେଡ଼େ ବଡ଼ ଆକାଶ ଅନେଇ ହଉନି, କେତେ ଜଳରାଶି ବର୍ଷଣ ହେଉଛି ଗଣି ପାରିବେନି। ପାଣି କଣା ଯେଉଁ ଗଳୁଛି ଆକାଶରୁ, ଶୂନ୍ୟରୁ ଗଳୁଛି, ତାକୁ ଗଣି ହବନି। ସିଏ ବି ଏକ ଅଭିନବ କଳ୍ପନା। ସୂର୍ଯ୍ୟ ନଥିଲେ ପାଣି ଉପରକୁ ଉଠନ୍ତାନି ଏବଂ ବାଦଲ ରୂପରେ ଚାଲିକିରି ବର୍ଷା ହୁଅନ୍ତାନି। ଗରମ ଏବଂ ଥଣ୍ଡାର ସମ୍ମିଶ୍ରଣରେ ଯେଉଁ ଜଳବାୟୁ ସୃଷ୍ଟି ହେଉଛି, ସେଠି ବର୍ଷା ହେଉଛି। ଇ କ'ଣ ଭାବୁଛନ୍ତି ସେମିତି ସେମିତି ହେଇଯାଇଛି କି? ସେମିତି ମନ ଇଚ୍ଛା ହେଇଯାଇଛି ଭାବୁଛନ୍ତି କି? କେତେ ପ୍ଲାନିଂରେ ଏସବୁ ହେଇଛି। ପୃଥିବୀ ପୃଷ୍ଠରେ ମଣିଷ ଆସିବେ, ଚାଷବାସ କରିବେ, ବର୍ଷା ହେବ, ନଈ ବହିଯିବ, ସମୁଦ୍ରରେ ପଡ଼ିବ, ପୁଣି ସମୁଦ୍ରରୁ ପାଣି ଉପରକୁ ଉଠିବ। କେତେ କେତେ ମାନେ କେତେ ବଡ଼ ପ୍ରୋଜେକ୍ଟ ଏଇଟା, କେତେ ବଡ଼ ପ୍ରୋଜେକ୍ଟ ଏଇଟା। ସୂର୍ଯ୍ୟ ଗୋଟେ ଷ୍ଟାଣ୍ଡ କରିଦିଆଗଲା, ପୃଥିବୀ ପୁଣି ଘୁରିଲା, ଅପୋଜିଟ୍ ଆଙ୍ଗେଲରେ ଘୁରୁଛି, ସୂର୍ଯ୍ୟ ଚାରିପଟେ ଘୁରୁଛି, ପୁଣି ଅପୋଜିଟ୍ରେ ଘୁରୁଛି। ସୂର୍ଯ୍ୟଙ୍କର ଗୋଟେ ଚନ୍ଦ୍ର ଘୁରିବା ପାଇଁ ଦେଇଯାଏ। ଆର କାଳ୍ପନିକ ଚିନ୍ତାଧାରା କିଏ କରିବ କହିଲେ? ଯେତେବେଳେ ଏହିସବୁ ପ୍ଲାନିଂ ତିଆରି ହେଲା, କିଏ ତ ବସିଥିବ ଜଣେ ବା କେଇ ଜଣ ତ ବସିଥିବେ ଏତେ ବଡ଼ ପ୍ଲାନିଂ କରିବା ପାଇଁ, ଏତେ ବଡ଼ ପୃଥିବୀ ତିଆରି କରିବା ପାଇଁ। ତଥାପି ଚୀନ କହିଲାଣି ମୋର ସର୍ଟ, ଭାରତ କହିଲାଣି ମୋର ସର୍ଟ, ପାକିସ୍ତାନ କାନ୍ଦୁଛି, ଶ୍ରୀଲଙ୍କା ଅଛି, କେତେ ଛୋଟ ଛୋଟ ଦ୍ୱୀପ ମଧ୍ୟ ଅଛି। ବାଂଲାଦେଶ ଅଲଗା ହେଇଗଲା, ବର୍ମା ଅଲଗା ହେଇଗଲା, ପାକିସ୍ତାନ ଅଲଗା ହେଇଗଲା, ଏ ପୃଥିବୀର ଅଲଗା। ଇଏ କହୁଛନ୍ତି ମୋର ଇଲାକା। ଆଉ କେତେ ବଡ଼ ପୃଥିବୀ ହେଇଥିଲେ ସମସ୍ତଙ୍କର ଦେଶଟା ଠିକ୍ ରହିଥାନ୍ତା। ୟୁକ୍ରେନ ଯୁଦ୍ଧ ହେଉଛି ଋଷିଆ ସହିତ। ଆମେରିକା ପ୍ରାଧାନ୍ୟ ବିସ୍ତାର କରିବାରେ ବ୍ୟସ୍ତ,
3 ଥର 4 ଥର ହେଇଗଲା ଭାରତ ଠୁକର ଦେଲା ଆମେରିକା। ଏବେ ବଗରାନ ଯୋଉ ଏୟାରବେସ୍ କୁ ମାଡ଼ି ବସିଛି ଇଣ୍ଡିଆ, ଯୋଉଟା ଆମେରିକା ମାଡ଼ି ବସିଥିଲା କିଛି ବର୍ଷ ତାଲିବାନ ସମଝୋତାରେ ଏବେ ସମର୍ପଣ କରିଦେଇଛି ଇଣ୍ଡିଆ। ଇଣ୍ଡିଆ ବହୁତ ପାୱାରଫୁଲ ହେଇଯାଇଛି। କୁହାଯାଏ ତ ଇଣ୍ଡିଆ ସବୁ ଦେଶର ମାଷ୍ଟର ମାଇଣ୍ଡ ହେବ। କାରଣ କ'ଣ ନା କାରଣ ଏଠି ଆଧ୍ୟାତ୍ମିକ ଅଛି, ଆଧ୍ୟାତ୍ମିକର ଭାବ ଅଛି ଇଣ୍ଡିଆରେ। ଆଉ ଦେଖନ୍ତୁ ଉତ୍କଳ ଭାରତ ଦେଶାନାଂ ଭାରତ ଶ୍ରେଷ୍ଠ, ଦେଶ ଭିତରେ ଭାରତ ବଡ଼ ଆଗରୁ କୁହାହେଲା। ଆଉ ପ୍ରଦେଶ ଭିତରେ ହେଉଛି ଉତ୍କଳ ଓଡ଼ିଶା। ଦେଖନ୍ତୁ ଓଡ଼ିଶାରେ ଯେତେ ମୁନି ଋଷି ଅଛନ୍ତି କେତେ କେତେ ଅଛନ୍ତି ଦେଖନ୍ତୁ, ଏ ମୁନି ଋଷିର ଓଡ଼ିଶା। ଆଉ ଓଡ଼ିଶାର ପ୍ରତି ଅନୁକୋଣରେ ସାଧନ କରୁଥିବା ଲୋକ ଅଛନ୍ତି। ସେ ଯିଏ ଯେମିତି ସାଧନ କରନ୍ତୁ, ସେ ବାଲେଶ୍ୱର ବାଲା ଯେମିତି ସାଧନ କରନ୍ତୁ, ମୟୂରଭଞ୍ଜ ବାଲା ଯେମିତି ସାଧନ କରନ୍ତୁ, କଟକ ବାଲା ଯେମିତି ସାଧନ କରନ୍ତୁ, ପୁରୀ ବାଲା ଯେମିତି ସାଧନ କରନ୍ତୁ, କିଛି ଫରକ ନାହିଁ। ଓଙ୍କାର ତ କରୁଛନ୍ତି କି ନାହିଁ? ଓଙ୍କାର କରୁଛନ୍ତି କି ନାହିଁ? ସର୍ବ ଏକ ମିଳି ଓଙ୍କାର କରିବେ। କେତେବେଳେ କରିବେ? ଯେତେବେଳେ କରୋନା ଆସିଲା କରୁଥିଲେ ଓଙ୍କାର ଶବ୍ଦ। ସେ ଓଙ୍କାର ଶବ୍ଦରେ କ'ଣ ନାହିଁ କ'ଣ ହେଇପାରିବ। ମୋର କହିବାର କଥା ଥିଲା ମାନେ ଯିଏ ଏ ପୃଥିବୀକୁ ତିଆରି କରିଛି, ଏ ଦେଶ ବି ତିଆରି କରିଛି, ଲୋକମାନଙ୍କର ଅଧିକାର ମଧ୍ୟ ତିଆରି କରିଦିଆଯାଇଛି। ଆଉ ତୁମେ ମାନେ ପ୍ରତ୍ୟେକ ମଣିଷ ସିନା ମାର୍କେଟକୁ ଯାଉଛି, କିନ୍ତୁ କେତେ ଫ୍ରି ଗୁଡ୍ସ ରହିଛି। ଫ୍ରି ଗୁଡ୍ସ ଯାହାକୁ କୁହାଯାଏ, ପାଣି, ବର୍ଷା, ସୂର୍ଯ୍ୟର ଆଲୋକ, ପବନ, ଏସବୁ ଫ୍ରି ଗୁଡ୍ସ। ଟଙ୍କାଟେ ବି ତୁମେ ଦଉନ, ଟିକେ ନୂଆ ପଇସା ବି ଦଉନ। ଏ ପାଇଁ ମଣିଷର ଯୋଉଟା ଶ୍ରେଷ୍ଠ ଆବଶ୍ୟକତା ଅଛି, ମୋଷ୍ଟ ଇମ୍ପୋର୍ଟାଣ୍ଟ ବସ୍ତୁ, ପଇସା ଦେବାକୁ ପଡୁନି। ଆଉ ଇକୋନୋମିକାଲ ଗୁଡ୍ ଯେତେ କିଣିବ ତମେ ପଇସା ଦେବ। ତେଣୁ ଇଏ ଭଗବାନଙ୍କ ସୃଷ୍ଟିରେ ବା ଆତ୍ମଦେବଙ୍କ ସୃଷ୍ଟିରେ ମାନେ କେତେ ଫ୍ରି ରଖା ହେଇଛି ତୁମକୁ, କେବେ ବିଚାର କଲେଣି କି? ଧନ୍ୟବାଦ ଦେଲେଣି କି ଈଶ୍ୱରଙ୍କୁ? ହେ ଈଶ୍ୱର, ଏ ଟିକେ ପବନ ପାଇଁ ତ ମୋ ଜୀବନ ନଷ୍ଟ ହେଇଯାଏ। ସେ କେତେ କେତେ ପବନ ରଖିଦେଇଛି ତୁମ ପାଇଁ। ଦେଖନ୍ତୁ କେତେ ପବନ, କେତେ ଜଳ, କେତେ ଆକାଶ, ଶୂନ୍ୟ ଶୂନ୍ୟ ଆକାଶ କେତେ ଅଛି। କୁଆଡ଼େ ଯୁଆଡ଼େ ଯିବ ଡେଇଁ ପାରିବ, ନାଚି ପାରିବ, ଖେଳି ପାରିବ। ପୃଥିବୀ ଅଛି, ଚାଲିପାରିବ। ଆକାଶ ଅଛି, ଉଡ଼ି ପାରିବ। ସମୁଦ୍ର ଅଛି, ବୁଡ଼ି ପାରିବ। କେତେ ବିରାଟ ବିରାଟ ଜିନିଷ ରଖିଦେଇଛି ଦେଖନ୍ତୁ ତୁମ ପାଇଁ, ଫ୍ରି ଗୁଡ୍ସ। ସେଥିପାଇଁ କେବେ ମନରେ ଜାଗ୍ରତ ହଉ ଯେ ଏତେ ବଡ଼ ପୃଥିବୀ ମୋ ପାଇଁ ଦିଆହେଇଛି, ଏତେ ସୁବିଧା ଦିଆହେଇଛି। ହେ ଭଗବାନ, ହେ ଆତ୍ମଦେବ, କୋଟି କୋଟି ନମସ୍କାର, କୋଟି କୋଟି ନମସ୍କାର। ଧନ୍ୟବାଦ ଦିଅ। ପଇସା ନାହିଁ, ଧନ୍ୟବାଦ ଦିଅ। ସେଥିରେ ଭଗବାନ ପ୍ରୀତ ହେବେ, ଆତ୍ମଦେବ ଶାନ୍ତି ହେବେ। କାରଣ ତୋତେ ଯେ ଗଢ଼ିଛି ମୋତେ ସେ ଗଢ଼ିଛି, ତୁମକୁ ଯିଏ ଗଢ଼ିଛି ସିଏ ମୋତେ ବି ଗଢ଼ିଛି। ଯୋଉ ଭଗବାନ ତୁମ ଭିତରେ ଅଛି, ତତ୍ତ୍ୱମସୀ, ମୋ ଭିତରେ ସେଇ ଅଛି। ଅହଂ ବ୍ରହ୍ମାସ୍ମି, ମୁଁ ଯିଏ ତୁ ସେଇ। ଭାବନାର କେନ୍ଦ୍ରବିନ୍ଦୁକୁ ତୁମେ ଯଦି ଯିବ, ତାର ଅନ୍ତ ବି ନାହିଁ, ପ୍ରଶ୍ନ ଶେଷ ନାହିଁ।
ପ୍ରଶ୍ନ ଶେଷ ନାହିଁ। ଯଦି ଖୋଳିବେ ଖୋଜିବେ ଏଇ ଯୋଉ ରହସ୍ୟ ଲୁଚି ରହିଛି, ବିଶ୍ୱର ରହସ୍ୟ ଲୁଚି ରହିଛି, ବା କେତେ ବିରାଟ ୟୁନିଭର୍ସର ମାନେ ଖଜାନା ବା ରହସ୍ୟ ଲୁଚି ରହିଛି, ତାର ଭେଦ ପାଇବା ବହୁତ କଷ୍ଟ। କେତେ କେତେ ବଡ଼ ବଡ଼ ପର୍ବତ ଅଛି ଦେଖନ୍ତୁ, କେତେ ବଡ଼ ବଡ଼ ପର୍ବତ, ହିମାଳୟ ପରି, ଆଲପାସ ପର୍ବତ ପରି, ଆର ଗଭୀରତା, ଆର ଆବଶ୍ୟକତା ଯଦି ଆମେ ଖୋଜିବା ପାଇବା ବହୁତ କଷ୍ଟ ହୋଇପଡ଼ିବ, ବହୁତ କଷ୍ଟ ହୋଇପଡ଼ିବ। ଯଦି ପୃଥିବୀ ରହସ୍ୟ ନ ଖୋଜିକିରି ତୁମେ ନିଜର ରହସ୍ୟ ଖୋଜ। ଏତେ ବଡ଼ ଜିନିଷକୁ ଯିଏ ତିଆରି କରିଛି ତୁମ ଭିତରେ ସେଇ ଅଛି, ସେଇ ତୁମ ଭିତରେ ଅଛି। ଶିବଙ୍କ ପ୍ରଶ୍ନ ହେଲା କାର୍ତ୍ତିକ ଗଣେଶ କିଏ ବୁଲିକିରି ବ୍ରହ୍ମାଣ୍ଡକୁ ଆସିବ ଆଗେ? ଦୁଇ ପୁତ୍ରକୁ ଟ୍ୟାକ୍ସ ଦିଆଗଲା, କାର୍ତ୍ତିକ ଗଣେଶ। କାର୍ତ୍ତିକର ତ ବଡ଼ ବାହନ ଅଛି, ସେ ବୁଲି ଆସିବ। ବୁଲିଲା ବିଖ୍ୟାତ ବୁଲୁଛି ବ୍ରହ୍ମାଣ୍ଡ, ବୁଲି ବୁଲି ଆସି ପହଞ୍ଚ। ଗଣେଶ କ'ଣ କଲା ନା, ତାର ତ ମୂଷିକ ବାହନ ଛୋଟଟେ, ସେ ତ ବୁଡ଼ି ପାରିବନି, ବୁଲି ପାରିବନି, ଏତେ ପୃଥିବୀ ଆଇଲା ବେଳକୁ ଧ୍ୱଂସ ହେଇଯାଇଥିବ କେତେ ଥର ପୃଥିବୀ। ସେ ଶିବଙ୍କ ଚାରିପଟରେ ବୁଲିଗଲା, ହେଲା ଏଇଟା ହଉଛି ପୃଥିବୀ, ଇଏ ବିଶ୍ୱ ବ୍ରହ୍ମାଣ୍ଡ ଏଇଠି ଅଛି। ଏ ଜିନିଷ ସେମିତି, ତୁମେ ଏତେ ବିରାଟ ରହସ୍ୟର ଖଜାନା ନ ଖୋଜିକିରି ଭିତରକୁ ଆସ। ଭିତରେ ଭିତରେ ଦେଖ, ସବୁ ଯାକ ରହସ୍ୟ ଲୁଚି ରହିଛି। ସିଏ କହିଦେବ କେତେ ବିରାଟ, କେତେ ବିଶ୍ୱ, କେତେ ପର୍ବତ, କେତେ ନଦୀ ନଦ, ସୂର୍ଯ୍ୟ ଚନ୍ଦ୍ର ତାରକା, ଆକାଶ ଗଙ୍ଗା, ସବୁ ଆମ ଭିତରେ ଅଛି। କାହିଁ ବୁଲିବା ଆମେ ଏତେ ବାଟ? ଆଚ୍ଛା କୁହନ୍ତୁ ତ, କେହି ପୃଥିବୀରେ ଅଛନ୍ତି ଗୋଟେ ଲୋକ କହିଦେବେ ଏ ପୃଥିବୀରେ କେତେଟା ପୋଲ ଅଛି? କହିବା ବହୁତ କଷ୍ଟ, କହି ତ ପାରିବେନି ଏ ପୃଥିବୀରେ କେତେଟା ପୋଲ ଅଛି। ଯେମିତି ଭାଲୁର କେତେଟା ଲୋମ ଅଛି କେହି ଗଣି କହିପାରିବେନି, ଆକାଶରେ କେତେଟା ତାରକା ଅଛି କେହି କହିପାରିବେନି। କିନ୍ତୁ ପରନ୍ତୁ ତୁମେ ଯଦି ଭିତରକୁ ଯିବ, ଏକାଗ୍ରତାର ସହିତ ଯିବ, ଦେଖିବ ସବୁର ପ୍ରଶ୍ନର ସମାଧାନ ହେଇଯିବ ଭିତରେ। ଦେଖନ୍ତୁ ତମର କିଏ ପରମ ପ୍ରିୟ, ପରମ ବନ୍ଧୁ, ପରମ ହିତୈଷୀ, ପରମ ହିତାକାଂକ୍ଷୀ ଯଦି କିଏ ଅଛନ୍ତି ତୁମ ଭିତରେ ସିଏ ଅଛି। ଆରେ ତୁମକୁ ନେଇକିରି ଆସିଛି, ପୁଣି ନେଇକି ଯିବ। ତାଠୁ ବଡ଼ ବନ୍ଧୁ କିଏ ଅଛି କହିଲେ? ତାଠୁ ବଡ଼ ବନ୍ଧୁ କିଏ ଅଛି? କେହି ନାହାନ୍ତି। ନାହିଁ ତ ତୁମ ପରି ଜଣେ ସାମନ୍ତ, ଆତ୍ମଦେବ ପରି ଜଣେ ସାମନ୍ତ। 14 ବ୍ରହ୍ମାଣ୍ଡ ବାରତା ଜାଣନ୍ତି, ଜଗନ୍ନାଥଙ୍କ ଉପରେ ଲେଖା ହେଇଛି 14 ବ୍ରହ୍ମାଣ୍ଡ କଥା। କିନ୍ତୁ 14 ବ୍ରହ୍ମାଣ୍ଡ କୋଉଠି ଅଛି? ତୁମ ଭିତରେ ଅଛି 14 ବ୍ରହ୍ମାଣ୍ଡ। ସ୍ୱଲୋକ, ଭବଲୋକ, ମହଲୋକ, ଏ ଯୋଉ ଲୋକ ଗୋଟେ ଗୋଟେ ଅଛି, ଏ ସବୁ ତୁମ ଭିତରେ ଅଛି। ଯଦି ଏତେ ବଡ଼ ରହସ୍ୟର ସମାଧାନ କରିବାକୁ ଚାହୁଁଛନ୍ତି, ତାହେଲେ ନିଜ ଭିତରେ ସେଇ ସମାଧାନ ହେଇଯିବ, ବାହାର ହବନି।
ବାହାରେ କେବେ ହବନି। ବାପା ତ ଜାଣିନି ଇଏ ମୋ ପୁଅ, ଇଏ କୋଉଠୁ ଆସିଲା। ପୁଅ ବି ଜାଣିନି ଇଏ ମୋ ବାପା, କିଏ କୋଉଠୁ ଆସିଛି। ଆମେ ଯଦି କହିବା ଯେମିତି ବାପ ଆଗେ କି ପୁଅ ଆଗେ, ଆଉ ଉତ୍ତର କଣ ହବ? ବାପ ଆଗେ କି ପୁଅ ଆଗେ? ସମସ୍ତେ କହିବେ ବାପ ଆଗେ, ପରେ ପୁଅ ହେଇଛି। ଆରେ ଯିଏ ତ ବାପ ସେ ତ କାହାର ପୁଅ ହେଇଥିବ କି ନାହିଁ? ଆମେ ଯାକୁ ବାପା କହୁଛେ ସେ ତ କାହାର ପୁଅ ହେଇଥିବ ନା ନାହିଁ? ସେମିତି ବାପାର ବାପା ଯିଏ ସିଏ ତ କାହାର ପୁଅ ହେଇଥିବ। ଏମିତି ଭିତରକୁ ଚାଲନ୍ତୁ, ଯିଏ ବାପା ସେ ପୁଅ, ଯିଏ ବାପା ସେ ପୁଅ। ତେଣୁ ଏ ପ୍ରଶ୍ନର ସମାଧାନ କିଏ କରିବ? ये प्रश्नर समाधान नहीं। कारण ये जो प्रथम मुद्दा मु उठे जे ये पृथ्वी नथिले कौन होता बा किछि नथिले कौन होता, से प्रश्नर उत्तर ये भी रही बाप पु पाखे। ये केवेठू अच्छी तार मूल किछि नहीं। जदि कहवा 1000 वर्ष लक्ष वर्ष ता पूर्वरु अच्छी, ता पूर्वरु अच्छी। हठात कौन आकाश होगला, हठात कौन आत्मा आसीगला, किछि नथिला। ना सत्य विद्यते भाव, किछि नाही रु किछि आसीनि, ताମାନେ आगुरु थिला। ना सत्य विद्यते भाव, किछि नाही रु किछि आसीनि, जहाँ अच्छी सेठे आसी। तेणु बाप थिले पुओ भी थिले, कुकुड़ा थिला अंडा भी थिला एका बेले, गछ थिला मंजी भी थिला एका बेले। गछ आगे कि मंजी आगे, कुकुड़ा आगे कि अंडा आगे, आर प्रश्न समाधान नहीं। दीटा एका बेले थिले। सेमती कौ बार प्रथम थिला, जदि शनि कहता पूर्व शुक्रवार अच्छी, जो रविवार कह आगे थिला ता पूर्व भी शनिवार अच्छी। जदि कह ना बुधवार भल अच्छे, बुधवार आगे ता पूर्व तो मंगलवार अच्छी ना। तेणु कौ बार प्रथम कहीपर। ये जो प्रश्नर उत्तर जहाँ ये सृष्टि रहस्य भीतर लुचि रही, मुझे आलोचना करिनी पारिनी एपर्यंत सृष्टि तत्व कौन करिया। समय तो घंटी बजेला। तेणु ये रहस्य भीतर को जदि समाधान करने चाहते केतବେଳେ एकांत होकर बस, एकांत है निरोला है बसव, समाधान खोज, प्रश्न कर निजक कौन सी वैरे पाइबनी उत्तर। तुम्हें निजे उत्तर, निजे प्रश्न निजे उत्तर खोज। एकाग्रतार मिल प्रश्न उत्तर, आ कुछ मिल। जिते जटिल क्वेश्चन आसो से एकाग्रता तुम्हें हम। जिते जटिल क्वेश्चन समाधान खोजब ताहले एकाग्रता हम। सृष्टि रहस्यर किसी झलक देली। आशा करे ये जो प्रश्न भितर पसंदु, समाधान करंतु, निजे भी निजे समाधान सूत्र खोजिले बहुत आनंद लगे, बहुत रहस्य खोल। समय अभाव आम ये रखा पुणी
ସବଜେକ୍ଟ କେତେବେଳେ ଆଣିବା, ପୁଣି ସବଜେକ୍ଟ କେତେବେଳେ ଆଣିବା, ରହସ୍ୟ ଉନ୍ମୋଚନ କରିବା ପାଇଁ ଖୋଜନ୍ତୁ। ତା ପୂର୍ବରୁ କ'ଣ ଜିଜ୍ଞାସା ଆସିବ ଦେଖିବେ, କିଛି ନା କିଛି ତ ଆସିବ। ମୋ ଭିତରେ ଯେଉଁ ଶକ୍ତି ଅଛି ତୁମ ଭିତରେ ସେଇ ଶକ୍ତି ଅଛି, ଏକ୍ଜାକ୍ଟ ସେଇ ଶକ୍ତି ଅଛି। ଗୁରୁଦେବଙ୍କ ପାଖରେ ସେଇ ଶକ୍ତି ଥିଲା, ରାମଙ୍କ ପାଖରେ ଥିଲା, କୃଷ୍ଣଙ୍କ ପାଖରେ ଥିଲା, ଗୋଟିଏ ସେଇ ଶକ୍ତି। ଯିଏ ଏତେ ପରାକାଷ୍ଠା କରିପାରିଲା ସେ ପାଇପାରିବ। ଦେଖନ୍ତୁ, ଏ ମିଛ ମାୟା ସଂସାରକୁ ନ ଯାଇକି ନିଜ ଭିତର ସତ୍ୟର ସଂସାର ଭିତରେ ପ୍ରବେଶ କରନ୍ତୁ। ଯାହାକୁ ଦେଖିବ ମିଥ୍ୟା, ଯାହାକୁ ଦେଖିବ ମିଥ୍ୟା। ଆଜି ଆଳୁଟେ କିଣିଲ, ଠିକ ଦେଖାଯାଉଛି, କିଛି ଦିନ ପରେ ପଚି ଯାଇଥିବ। କିଛି ଦିନ ପରେ ପଚି ଯାଇଥିବ। ତୁମେ ଭାବୁଛ ସୁନାଟା ବି ସତ୍ୟ, ତାର କିଛି କ୍ଷୟ ନାହିଁ। ସୁନାର ବି କ୍ଷୟ ଅଛି। ହୀରା ବହୁତ ଟାଣ, କଠିନ। ହୀରା ଠାରୁ କଠିନ କିଛି ନାହିଁ, ସେ ବି ପାଉଁଶ ହେଇଯାଏ। ତେଣୁ ସତ୍ୟ କ'ଣ? ଯାହା ଦେଖୁଛ ସେ କିଛି ସତ୍ୟ ନୁହେଁ। ଆଜି ତୁମେ ଅଛ, ଆସ୍ଥାନ ଜମେଇକିରି ବସିଛ, କାଲି ବି ନଥିବ। ଏଇଟା ସତ୍ୟ। ଆଜି ବାପା ଅଛନ୍ତି, କାଲି ବି ନଥିବେ। ମା ଅଛନ୍ତି, କାଲି ବି ନଥିଲେ। ବାବୁଲି ପାତ୍ର, ତାଙ୍କ ମା ମରିଗଲେ, କାଲି ମୋତେ ଟେଲିଫୋନ କରି କହିଲେ ସେଇଥିପାଇଁ ନଥିଲେ ସେ। 80 ବର୍ଷର ମା। ଗୋଟେ ହାବିଟ୍ ହେଇଗଲାଣି ମଣିଷର। ହଁ, ମରିଯିବେ ମା, ବାପା ମରିଯିବେ, ଜେଜେ ମରିଯାଇଛନ୍ତି, ଗୋଟେ ହାବିଟ୍ ହେଇଗଲାଣି ଲୋକଙ୍କର। ଆଉ ନିଜକୁ କନସିୟସ୍, ନିଜ ବି ସେଇଥିରେ ମିଶେଇ ଦେଇଛନ୍ତି ସେଇ ସୂତ୍ରରେ, ମୁଁ ବି ମରିଯିବି। ଏ ଅଙ୍କ ପୁରା ପରିଷ୍କାର, କ୍ରିଷ୍ଟାଲ। ଏ ଅଙ୍କ ପୁରା ପରିଷ୍କାର ହେଇକି ରହିଛି। ତଥାପି ମଣିଷ କ'ଣ କରୁଛି? ସେଇ ମାୟା, ସେଇ ଜଡ଼ିତ, ସେଇ ଆକାଂକ୍ଷା, ସେଇ ଲୋଭ ତା ଭିତରେ ଭର୍ତ୍ତି ହେଇକି ଚାଲିଛି, ଉବୁଟୁବୁ ହଉଛି। ମୁଁ କହୁନି ଲୋଭ ନ ରଖ, ଲୋଭ ସହିତ ଯୋଗ ରଖ, ନିଜକୁ ଖୋଜ। ମୁଁ କହୁନି ଲୋଭ ଟଙ୍କାର ନ ରଖ, ସବୁ ରଖ। ଏଇ ତ ରଖିଛ ବିଗ୍ ଆମାଉଣ୍ଟ ତୁମ ପାଖରେ, ଆମକୁ ଲିଟିଲ ଆମାଉଣ୍ଟ ଦେଇଛ ନା ନାହିଁ? ଆଜି ଏତିକି। ପୁଣି ସାକ୍ଷାତ କରିବା ଆମେ ଶନିବାର। ହଉ, ଏଇଠି ମତାମତ ରଖିବା। କୁହନ୍ତୁ କିଏ କ'ଣ କହିବେ? ଜୟଦେବ ବହୁତ ବହୁତ କମ ସମୟ ଭିତରେ ସବୁଠୁ ସାରାଂଶକୁ ଦେଇଦେଲେ। ଯୋଉଟା ବହୁତ କହିଲେ ନ ମିଳେ, ତାର ଅଳ୍ପ ଦୃଷ୍ଟିରେ ଆପଣ ଅନେକ ତଥ୍ୟ ଆମ ପାଖରେ ପହଞ୍ଚେଇ ଦେଲେ। ଆଉ ବହୁତ ଖୁସି ଲାଗିଲା, ଆନନ୍ଦ ବି ଲାଗିଲା। ସେ ଜଣକ କିଏ ତାକୁ ଖୁସିଲେ ସବୁ କିଛି କରିପାରେ, ଆଉ କ୍ଷତି କରିଛି କିଏ? ସେ ସେତିକି ଜାଣିଗଲେ ସବୁ କିଛି ହୁଏ। ସବୁକୁ ମିଶେ ଯଦି କରିବା, କୌଣସି ଦୁଃଖ, କୌଣସି କଷ୍ଟ, ଶାରୀରିକ ଯନ୍ତ୍ରଣା, ମାନସିକ ଯନ୍ତ୍ରଣା ସବୁ ଦୂର ହେଇଯିବ। ସେ ସେତିକିକୁ ଆମେ ମାନିବାର ଅଛି। ସେ ହଉଛି ଆତ୍ମା, ସେ ହଉଛି ଆମ ନିଜ ଭିତରେ ଆମ ନିଜ ଗୁରୁ। ରଖୁଛାରେ ପ୍ରେମ ଯାଇକି ଧନ୍ୟବାଦ ସୁଚିନ୍ତିତ ମତାମତ ପାଇଁ। ଆଉ ସତ୍ସଙ୍ଗ ଅଳ୍ପ ସମୟ ହେଲେ ଭଲ ଲାଗିଥିବାରୁ ମତ ପ୍ରକାଶ କରିଛି। ଧନ୍ୟବାଦ। କୁହନ୍ତୁ, ଆଉ କିଏ କହିବେ? ଜୟଜୀ ବାବା, ପ୍ରଥମ ତ ମୋର ସଦ୍ଗୁରୁ ବାବାଙ୍କୁ ଆଉ ଗୁରୁ ମା ମୋର ଅନନ୍ତ କୋଟି ପ୍ରଣାମ। ଆଉ ସତ୍ସଙ୍ଗରେ ଉପସ୍ଥିତ ଥିବା ଅଫଲାଇନ ଅନଲାଇନ ସଦସ୍ୟମାନଙ୍କୁ ମୋର ବି କୋଟି କୋଟି ନମସ୍କାର। ଖୁବ ସ୍ୱଳ୍ପ ସମୟ ଭିତରେ ଆଉ ବାବାଙ୍କର ମୁଖ ନିଃସୃତ ବାଣୀ କିଛି ଅମୃତ ପାନ କଲୁ ଆମେ, ଯୋଉଟା କି ଅଧୁରା କିଛି ହେଇଗଲା।
ଆମର ଯୋଉ ଶିକ୍ଷୟିତ୍ରୀ ଯୋଗ ଶିକ୍ଷୟିତ୍ରୀ ଯୋଉ ଗୀତଟି ଗାଇଲେ ତା ଭିତରେ ଯୋଉ ଇନ୍ଧନ ଯୋଗେଇଲା ବାବା ସୃଷ୍ଟି ତତ୍ଵର କିଛି ଅଂଶ ଏଇଠି ପ୍ରଚାର କଲେ। ସେ ଗୋଟିଏ ଶବ୍ଦରେ କହିଲେ ସମଷ୍ଟିରୁ ସୃଷ୍ଟି। ତାଙ୍କ ଗୀତ ଭିତରେ ଥିଲା ଗୋଟିଏ ମୂଲ୍ୟବାନ ଜିନିଷ, ସମଷ୍ଟିରୁ ସୃଷ୍ଟି ମାନେ କିଛି ବି ଥିଲା କିଛି ବି ନଥିଲା ନୁହେଁ, ଆଗରୁ କିଛି ବି ଥିଲା ଆଉ କିଛି ବି ଥିଲା ଆଉ ତା ସାଙ୍ଗରେ କିଛି ମିଶିକିରି ଏ ସୃଷ୍ଟିଟା ତିଆରି ହେଲା। ତେଣୁ ବାବାଙ୍କର ଯୋଉ ପ୍ରଶ୍ନ ଇଏ ତ ସହଜିଆ ପ୍ରଶ୍ନ ନୁହେଁ, ସୃଷ୍ଟି ତତ୍ତ୍ୱର ରହସ୍ୟ ଖୋଲିବାକୁ ଗଲେ ତ ଅନେକ କିଛି ଅଛି, କିନ୍ତୁ ଭାଗବତରେ ଗୋଟେ ପ୍ରମାଣ ଦେଇଛି ସୃଷ୍ଟିର ଅଗ୍ରେ ମୁହିଁ ଏକ ମୋତଃ ସୃଷ୍ଟି ପରକାଶ। ତାମାନେ ପୂର୍ବରୁ କିଛି ଥିଲା। ସୃଷ୍ଟିର ଅଗ୍ରେ ଶେଷରେ ସୃଷ୍ଟିର ଶେଷରେ ଗୋଟିଏ ଜିନିଷ ଥିଲା ଯୋଉଟା କି ତା ସାଙ୍ଗରେ ଆଉ ଅନ୍ୟ ଜିନିଷ ମିଶିକି ସୃଷ୍ଟିଟା ତିଆରି ହେଲା। ତାଙ୍କ ଗୀତର ଗୋଟିଏ ଟିଚ୍ ଥିଲା ଯେ ସୃଷ୍ଟିରୁ ସମିଷ୍ଟି, ପ୍ରକୃତି ପୁରୁଷର ମିଳନରେ ଏ ସଂସାରର ସୃଷ୍ଟି ହେଇଛି। ତାମାନେ କିଛି ଗୋଟେ ଥିଲା। ତେବେ ଈଶ୍ୱର ଥିଲେ କି ଆତ୍ମଦେବ ଥିଲା? ଯୋଉ ସର୍ବଶ୍ରେଷ୍ଠ ଆମେ ଯୋଉ ବର୍ତ୍ତମାନ ଯୋଉ ଧାରାରେ ବସିଛୁ ସେ ଆତ୍ମଦେବ ସୃଷ୍ଟିକର୍ତ୍ତା ଆମ ଭିତରେ ଅଛନ୍ତି। ଇଏ ସାରା ସୃଷ୍ଟି କି ସେ ହଉଛନ୍ତି ସ୍ରଷ୍ଟା ଆଉ ସେ ସାରା ସୃଷ୍ଟି କି ତିଆରି କରିଛନ୍ତି। ସେ ଥିଲେ ଆଗରୁ। ତେଣୁ ସିଏ ଏଇ ପ୍ରକୃତି ପୁରୁଷ ସହିତ ମିଳନ ହବାରୁ ଏ ସଂସାରଟା ସୃଷ୍ଟି ହେଇଛି। ତେଣୁ ଆଗରୁ କିଛି ନଥିଲା ବୋଲି ନୁହେଁ। ଯଦି ନଥିଲା ଆମେ କେମିତି କଳ୍ପନା କରିପାରିବା ଯେ କିଛି ନଥିଲା ବୋଲି? କିଛି ଏଇଟା କିଏ କହିପାରିବ? ଯଦି କିଛି ନଥିଲା ତାହେଲେ ଭଲ ହେଇଥିଲା, ଯଦି କିଛି ଥିଲା ତା ବି ଭଲ। ତେଣୁ ନିଶ୍ଚିତ ଭାବରେ କିଛି ଥିଲା ଯୋଉଟା କି ବିହନ ନଥିଲେ କୌଣସି ଜିନିଷଟା ଉତ୍ପତ୍ତି ହୁଏ ନାହିଁ। ମୋ ସ୍ୱତନ୍ତ୍ର ବିଚାର ଭିତରେ ମୁଁ ଯାହା ସ୍ଥିର କରୁଛି ମୁଁ ଟିକେ କହୁଛି, ଆଉ ସେ ପଦେ ଅଧେ କହୁଛି। ଏଥିରେ ବି କେତେ ଯେ ସତ୍ୟ କେତେ ଯେ ମିଥ୍ୟା ତା ମୁଁ ଜାଣିପାରୁନି, ଆଉ କେତେ ଯେ ଭୁଲ ହଉଛି କି ଠିକ ହଉଛି ମୁଁ ବି ଜାଣିପାରୁନି। କିନ୍ତୁ ମୋ ସ୍ୱତନ୍ତ୍ର ବିଚାରରେ ମୁଁ ଯୋଉ ମତାମତଟା ଦଉଛି ସେଟା ଠିକ ହେଇନପାରେ। ଗୁରୁଜୀ କି ଶତ କୋଟି ପ୍ରଣାମ କରୁଛି। ତଥାପି ଏହି ପ୍ରକାର ଅମୃତ ଧାରା ସ୍ୱଳ୍ପ ସମୟ ଭିତରେ ସୃଷ୍ଟି ତତ୍ତ୍ୱର ରହସ୍ୟ କିଛି ଉନ୍ମୋଚନ କରି ଆମକୁ ଜଣେଇଲେ। ଏଇଭଳି ଅମୃତ ଧାରା ଆମ ଉପରେ ବୃଷ୍ଟି ହେଉଥାଉ। ଆମେ ସପ୍ତାହକେ 2 ଦିନ ଏମିତି ଗୁରୁଙ୍କର ମୁଖ ନିଃସୃତ ଅମୃତ ବାଣିକି ପାନ କରୁଥାଉ। ତାଙ୍କର ଅମୃତ ରେଣୁ ଆମ ମସ୍ତକ ଉପରେ ଝରି ପଡୁଥାଉ। ଆମେ ତେଣୁ ଏଇ ପ୍ରକାର ଆଶୀର୍ବାଦ ନେଇକି ଆମ ଜୀବନଟା କଟି ଯାଉ। ଏତିକି ମୁଁ କହିକି ମୋ ବାଣୀକି ବିଶ୍ୱାସ କରୁଛି। ଧନ୍ୟବାଦ। ମତାମତ ରଖିଲେ, ସୁଚିନ୍ତିତ ମତାମତ ଥିଲା, ସାରଗର୍ଭକ ଥିଲା। ନେକ୍ସଟ କୁହନ୍ତୁ କିଏ ପରବର୍ତ୍ତୀ ମତ ଦେବା ପାଇଁ କିଏ ଅଛନ୍ତି? 2ଟା ଅଙ୍କ ରଖିବା, 7-8 ମିନିଟ୍ ଅଛି। ମୁଁ ରତ୍ନାକର କହୁଛି। ହଁ କୁହ। ଆଜ୍ଞା ଗୁରୁଜୀ, ଏତେ ଦିନ ସତ୍ସଙ୍ଗ ଭିତରେ ଆଜି ସତ୍ସଙ୍ଗର ଯୋଉ ଟପିକ ମୁଁ ଭାବୁଛି ବର୍ଷକର ବୋଧେ ସବୁ ମିଳିଗଲା। ଏ ବର୍ଷକର ଯେତେ ସତ୍ସଙ୍ଗ ହେଇଛି ଏଇ ଜିନିଷଟା ମୁଁ ସଦାବେଳେ ରିସର୍ଚ୍ଚ କରେ ଯେ ଯେମିତି ଗଛ ଆଗ ନା ମଞ୍ଜି ଆଗ, ବାପ ଆଗ ନା ପୁଅ ଆଗ। ଆମର ଘରେ ଶ୍ରାଦ୍ଧ ପତ୍ର ପଡିଲା ବେଳେ ବ୍ରାହ୍ମଣ ପଚାରେ ତାର ବାପ ନ କହିପାରିଲା କି ଗୋତ୍ର କି ସେ ଯୋଉ ଗୋତ୍ର। ମୁଁ ସେଇ କଥା ମୁଣ୍ଡରେ ସଦାବେଳେ ଚାଲିଲେ ଆଜି ସେଇ କଥାଟା ମତେ ମିଳିଗଲା। ମତେ ଲାଗୁଛି ମତେ ଏଇ ବର୍ଷକର ସତ୍ସଙ୍ଗରେ ଯେତେ ଦିନ ଥିଲି ଆଜି ହିଁ ସବୁ ମିଳିଗଲା। ଏଇ ବିଷୟରେ ଯୋଉ ଟପିକ ଆଣିବାକୁ କହିଛନ୍ତି ସେଇଟା ତୁରନ୍ତ ଆଣିବେ। ଆଉ ଏତେ ଗୁରୁତ୍ୱପୂର୍ଣ୍ଣ ଜିନିଷ ଆଉ ଏତେ ହୃଦୟସ୍ପର୍ଶୀ ଜିନିଷ ୟା ଭିତରେ ଯିଏ ପଶିବ ସେ ଜାଣିବେ। ମୁଁ ଆଜି ଲାଗୁଛି ମୁଁ ଆଜି ପାଇବି ଭଳିଆ ଲାଗୁଛି। ଧନ୍ୟବାଦ ମତାମତ ପାଇଁ। ରତ୍ନାକର ପୁରୀ ମୁନି ରତ୍ନାକର ସେ ତାଙ୍କର ମତାମତ ରଖିଲେ। ଗାଁ ଭିତରେ ବି କହିଲେ, ଠିକ ଲାଗିଲା। ବହୁତ ଉତ୍କଣ୍ଠା ସହିତ କହିଥିବାରୁ
ଆଉ ମନଲୋଭା ପ୍ରବଚନ ହେଇଥିବାରୁ ତାଙ୍କୁ ବହୁତ ଆନନ୍ଦ ଲାଗିଛି, ସେଥିପାଇଁ ଧନ୍ୟବାଦ। ନେକ୍ସଟ କୁହନ୍ତୁ କିଏ? ବାବା ହଁ, ତୁମର ଶୁଭୁ ନଥିଲା, ଖୋଲିଥିଲ ଶୁଭୁ ନଥିଲା, କୁହନ୍ତୁ। ଏବେ ଶୁଭୁଛି କି ହଁ, ନାହିଁ? ଏବେ କ୍ଲିୟର ଶୁଭୁଛି। ଆଜ୍ଞା ବାବା, ଏଇ ଯୋଉ କହିଲେ ଗୁରୁମାଙ୍କୁ ବି ମୋର ଯାଇଛି, ଏଇ ଯୋଉ କହି ଚାଲିଲେ ଯେ ବାପା ବଡ ନା ପୁଅ ଆଗ ନା ବାପା ଆଗ, ଏଇଟା ବି ବହୁତ ବଡ କଥା। ଏଇଟା ବି ବହୁତ ଜିନିଷ ଏଇଟାରେ ଶିଖିବାକୁ ମିଳିଲା। ଯୋଉ ସବୁ ଆପଣ କହି ଚାଲିଲେ ଏଥିରେ ଏଇଟା ଗୋଟେ ଆମେ ଜାଣିଲୁ ଆଜି। ହଁ, ପ୍ରକୃତରେ ଆମେ କହୁଛୁ ଯେ ହଁ, ଆରେ ବାପା ବି ତ କାହାର ପୁଅ ଥିଲେ ନା, ସିଏ ବି ତ ଆଉ କାହାର ପୁଅ ଥିଲେ, ଆଉ ଜଣେ ବାପା ସିଏ କାହାର ପୁଅ ଥିଲେ। ଏଇ ସବୁ ଯୋଉ ଶିକ୍ଷା ମିଳିଲା ଏଇଟା ବି ବହୁତ ବଡ କଥା ଥିଲା। ଆହୁରି ଗୋଟେ କଥା, ଗୁରୁମା ଯୋଉ କହିଲେ ଛୋଟ ଛୋଟ ଟିପ୍ସ, ଏଇଟା ଆକ୍ଚୁଆଲି ଛୋଟ ଛୋଟ ଟିପ୍ସ ନୁହେଁ, ଏଇଟା ଆମ ପାଇଁ ବହୁତ ବଡ ଟିପ୍ସ। ଆଉ ଯିଏ ବି ନିଦରେ ଜଣ ଶୋଇ ଯାଇଥିବ, ସାଧନ କରୁନଥିବ, ସିଏ ବି ଏଇ ଯୋଉ ଟିପ୍ସ ରୁ ଭାକିରି ମାନେ ଚମକି ଉଠିବ। ନାଇଁ ନାଇଁ, ଏଇଟା ଗୋଟେ କେତେ ବଡ କଥା ଗୁରୁମା କହିଲେ, ଏଇଟା ହଉଛି ଗୋଟେ ନିହାତି ମୋର ସାଧନଟା ପ୍ରକୃତରେ ସବୁଦିନ ଜାରି ରହିବ। ଏଇଟା ବହୁତ ମୂଲ୍ୟବାନ ଜିନିଷ ଆମ ପାଇଁ ଥିଲା। ଆମେ ସମସ୍ତେ ଏଇଟାକୁ ବି ଉତ୍କଣ୍ଠାର ସହିତ ଶୁଣୁଥିଲୁ। ଗୁରୁମା କଣ କଣ କହି ଚାଲୁଥିଲେ, ବହୁତ ବଢିଆ ବଢିଆ କଥା କହି ଚାଲୁଥିଲେ। ଏମିତି ବି ଆଗକୁ ଆମକୁ ଆହୁରି ଟିପ୍ସ ଦିଅନ୍ତୁ, ଆମେ ଆଗକୁ ଆଗକୁ ଆହୁରି ଶୁଣିକିରି ଆହୁରି ଆଗକୁ ଆଗକୁ ଯାଉ। ଏଇଆ ହିଁ ମୋର କଥା ଥିଲା। ଜୟ ଜୟ ଗୁରୁମା, ଜୟ ଜୟ ବାବା। ଧନ୍ୟବାଦ। ନିଜର ସ୍ୱକୀୟ ଭାବନାରୁ ନିଜର ମତାମତ ରଖିଲେ, ଆଉ ଏଇ କଥାକୁ ମନ ଦେଇ ଶୁଣିଛନ୍ତି। ମୁଁ ଯାହା ଅନୁଭବ କଲି, ସମସ୍ତେ ପ୍ରାୟ ଶୁଣିଛନ୍ତି, ଭଲ ଲାଗିଥିବ। ସର୍ଟ ପିରିୟଡ଼ ଭିତରେ ଭଲ ଲାଗିଥିବ, ସେଥିପାଇଁ ବହୁତ ଧନ୍ୟବାଦ। କୁହନ୍ତୁ ଆଉ କିଏ? ଆଉ କିଏ କହିବେ କୁହନ୍ତୁ। ଗୁରୁଜୀ ଜୟଜୀ। ଜୟ ଜୟ, କୁହନ୍ତୁ। ମୁଁ ଲକ୍ଷ୍ମଣ କହୁଥିଲି। ହଁ, କୁହନ୍ତୁ। ଆଜିର ସତ୍ସଙ୍ଗରେ ଯୋଉ ମୁନି ଭାଇମାନେ ଅଛନ୍ତି, ସମସ୍ତଙ୍କୁ ମୋର ଜୟଜୀ। ଆଜିର ସତ୍ସଙ୍ଗ ନିଆରା ଥିଲା, ଗୋଟେ ହୃଦୟ ସ୍ପର୍ଶୀ ଥିଲା, ମତେ ବହୁତ ବଢିଆ ଲାଗିଲା। ଆଜିର ବିଷୟ ଥିଲା ସୃଷ୍ଟି ତତ୍ତ୍ୱ ଉପରେ ଆଲୋଚନା ହେଇଛି। ଏଇଥିରେ ଆମେ ଜାଣିବାକୁ ପାଇଲୁ ଯେ ମୁଁ ଆଗରୁ ବହୁତ ଶୁଣିଛି ଏଇ ବିଷୟରେ, ମତେ ବଢିଆ ଲାଗିଲା। ଯୋଉ କୋଉଟା ଆଗେ ଥିଲା, ଏ ଯୋଉ କହନ୍ତି ବାପ କହନ୍ତି କୁକୁଡ଼ା ଆଗେ କି ଅଣ୍ଡା ଆଗେ, ଗଛ ଆଗେ ମଞ୍ଜି ଆଗେ। ହଁ, ମନି ଆଗେ। ଏଇଟା ମୁଁ ବହୁତ ଦିନ ଆଗରୁ ଶୁଣି ଆସିଛି। ମୁଁ ଆଜି ପର୍ଯ୍ୟନ୍ତ ଲୋକଙ୍କ ଶୁଣୁଛି, କିନ୍ତୁ ତାର ଉତ୍ତରଟା ପାଇପାରୁନଥିଲି। କିନ୍ତୁ ଆଜି ଆପଣ ତାହା ବୁଝେଇ ଦେଲେ, ଆଉ ବୁଝିଗଲି, ଆଉ ସମସ୍ତେ ବୋଧେ ବୁଝିଥିବେ ମୁଁ ଭାବୁଛି। ଆଉ ଯେତେ ଏଇ ବିଷୟରେ ଯେତେ ଜଟିଳତା ଉପରେ ଆମେ ଚିନ୍ତା କରିବା, ଆମର ଯେତେ ଇଏଟା ଆସିବ, ଏକାଗ୍ରତା। ଏଇଟା ଏତେ ଶିଖିଦେବୁ, ଏତିକି କହି ମୋର। ହଁ, ବହୁତ ସୁନ୍ଦର କଥା ଏଠି ଉପସ୍ଥାପନ କଲେ। ଯେ ଯେଉଁ କ୍ରିଟିକାଲ କୋଶ୍ଚିନ୍ ଗୁଡ଼ା ବା ଯେଉଁ ସୃଷ୍ଟି ତତ୍ତ୍ୱ ଉପରେ ଶୁଣିବା ପାଇଁ ଯେଉଁମାନଙ୍କର ଇଚ୍ଛା ଅଛି ପ୍ରବଳ, ତାଙ୍କୁ ହିଁ ବହୁତ ଉଚ୍ଚସ୍ତରର ସୋପାନରେ ସେ ପହଞ୍ଚି ପାରିବ। ଜିଜ୍ଞାସା ବଡ଼ ଜିନିଷ। ଆଉ ଧନ୍ୟବାଦ। କୁହନ୍ତୁ ଆଉ କିଏ କହିବେ? ଆଉ କିଏ କହିବେ କି? ନହେଲେ ବନ୍ଦ କରିବେ। ଦିଟା ତ ବାଜିଲାଣି ଅଲରେଡ଼ି। ଆଜି ସର୍ଟ ପିରିୟଡ଼ ଭିତରେ କେମିତି ଆଲୋଚନା ହେଇଗଲା, କହି ହେଉନି କେତେବେଳେ କ'ଣ ଆସିବ କହିବା ପାଇଁ। ମୁଁ ତ ଭାବୁଥିଲି କ'ଣ କ'ଣ କହିବି, ଭାବି ଭାବି ଆ ଭିତରକୁ ଆସିଗଲି। ଆମର ଜଣେ ମୋ ପାଖରେ ଅଛନ୍ତି ଗୋଟେ ବଡ଼ ଅଡ଼ିଏନ୍ସ। ସିଏ କେତେ ବର୍ଷ ତୋତେ? 4 ବର୍ଷ। ହଁ, 4 ବର୍ଷର ବୃଦ୍ଧ ଜଣେ ଏଠି ବସିଛନ୍ତି ମୋ ପାଖରେ, ଆଉ ସତ୍ସଙ୍ଗ ଶୁଣୁଛନ୍ତି। ଏ ଗୋଟିଏ ଶିଷ୍ୟ, ଗୋଟିଏ ଲୋକ ଶୁଣୁଛି ମୋ ପାଖରେ ବସି, ପୁରା ପାଖରେ ବସି। କ'ଣ କହିବ? କହୁନୁ କ'ଣ କହିବ? ତମ ଘର କୋଉଠି? ଭୁବନେଶ୍ୱର। କୋଉଠି? ସିଆଡ଼େ। ହଁ, ସେଇଠି ତମ ଘର? ସିଆଡ଼େ। ନା କ'ଣ ତୁମର?
रोशन राम राम पेट विषय पिक विषय रोशन राम रोशन राम पेट विषय रोशन राम पिक विषय धन्यवाद बापा ना ना तपन कुमार विषय तपन कुमार पतन प्रसन्न प्रसन्न पतन कुमार पतन ने प्रसन्न प्रसन्न कुमार विषय माँ का ना ना धरती साहू धरित्री साहू हाँ तुम्हें कौन हम भविष्य मम्मी से नहीं तुम्हें कौन हम भविष्य बड़ है बड़ चाकरी करेंगे पाठ पढ़े पैसा पैसा सेवन करेंगे पैसा सेव करियो सेवन सेवन पैसा सेवन कौन करियो पैसा सेविंग करियो हाँ सेविंग करियो पैसा सेविंग करियो चाकरी करियो पाठ पढ़ियो तो अभी कंप्यूटर व्यवहार हबन हबु पिला छुआ संसार करियो हाँ सब करियो सर घर घर बनेगी घर बनैबे बड़ बड़ घर हाँ ठीक है हमको भी धन्यवाद दवा 4 वर्षर पिला मशा रखिले सुंदर लगे हाँ अब किए कह बंद करिया बहुत टाइम हो गला आज प्रवचन को साकार रूप दे शुणी मोबाइल सेम साइड विषय हो शुण एबे शुण आम गाना तुम गाना कौन गाना आज सत्संग रखा समस्ते हाँ कह समस्ते मन दे शुणी आउ बहुत पिपासित इच्छा शक्ति नहीं करी आपको मन भितर आलोड़न सृष्टि कर अनुभव कर देखा केत सुविधा हेल्ले जो सृष्टि तत्व पुणी उपस्थापन करवा से पर्यंत आम अपेक्षा करवा से सुजोग के आस हाँ ये रखा समस्त धन्यवाद जय जय